यस्मात्क्षरमतीतोऽहम् अक्षरादपि चोत्तमः अतोऽस्मि लोके वेदे च प्रथितः पुरुषोत्तमः। बंधुगण, এই শ্লোকরে প্রভু শ্রীকৃষ্ণ তাঙ্কর দিব্ୟ ব্যক্তিত্বକୁ পুରୁଷୋତ୍ତମ ରୂପେ ଆଖ୍ୟାୟିତ କରିଛନ୍ତି। କୃଷ୍ଣ କହୁଛନ୍ତି, କ୍ଷର ଏବଂ ଅକ୍ଷର ବ୍ୟତୀତ ଆଉ ଜଣେ ଶ୍ରେଷ୍ଠ ପୁରୁଷ ମଧ୍ୟ ଅଛନ୍ତି, ଯିଏ ହେଲେ ପରମାତ୍ମା। ଆଉ ଏହି ପୁରୁଷୋତ୍ତମ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣ ହିଁ ଅଟନ୍ତି। ବେଦରେ ଯେଉଁ ପୁରୁଷୋତ୍ତମଙ୍କର ବର୍ଣ୍ଣନା ହୋଇଛି ସେଇଟା କୃଷ୍ଣ ହିଁ ଅଟନ୍ତି। ଏଠାରେ ତାଙ୍କୁ ଉତ୍ତମ କୁହାଯାଇଛି। ଏହି ଉତ୍ତମର ଅର୍ଥାତ୍ ଧନ, ବୈଭବ ବା ପ୍ରତିଷ୍ଠା ନୁହେଁ ବନ୍ଧୁଗଣ, ବରଂ ଏଠାରେ ଉତ୍ତମର ଅର୍ଥାତ୍ ଅବିନାଶୀ, ତିନୋଟି ଲୋକର ପ୍ରାଣ ପ୍ରତିଷ୍ଠକ ଏବଂ ଯାହା ବିନା କିଛି ବି ସମ୍ଭବ ନୁହେଁ, ଯିଏ ଆମ ଭିତରେ ଅଛନ୍ତି ଏବଂ ଆମ ବାହାରେ ବି ଅଛନ୍ତି। ଗୋପାଳ ତାପନୀ ଉପନିଷଦରେ ଉଲ୍ଲେଖ ଅଛି, କୃଷ୍ଣ ଏବ ପରୋ ଦେବସ୍ ତମ୍ ଧ୍ୟାୟେତ୍ ତମ୍ ରସୟେତ୍ ତମ୍ ୟଜେତ୍ ତମ୍ ଭଜେତ୍। ଅର୍ଥାତ୍ ଶ୍ରୀକୃଷ୍ଣ ପରମେଶ୍ୱର ଅଟନ୍ତି। ତାଙ୍କର ଧ୍ୟାନ କର, ତାଙ୍କର ଭକ୍ତି ରସ ପାନ କର ଏବଂ ତାଙ୍କର ଉପାସନା କର। ପୁନଶ୍ଚ ଗୋପାଳ ତାପନୀ ଉପନିଷଦରେ ଉଲ୍ଲେଖ ଅଛି, ୟୋସ୍ୱ ପରମ ବ୍ରହ୍ମ ଗୋପାଳଃ। ଅର୍ଥାତ୍ ଗୋପାଳ ଭଗବାନ କୃଷ୍ଣ ପରମ ପୁରୁଷ ଅଟନ୍ତି। ବନ୍ଧୁଗଣ, ଏଠାରେ କେହି କେହି ଭଗବାନ ବିଷ୍ଣୁ, ଭଗବାନ ରାମ, ଭଗବାନ ଶିବଙ୍କର ସ୍ଥାନକୁ ନେଇ ପ୍ରଶ୍ନ କରିପାରନ୍ତି। ସେମାନେ ସମସ୍ତେ ସେହି ଜଣେ ପରମ ପୁରୁଷଙ୍କର ଭିନ୍ନ ଭିନ୍ନ ସ୍ୱରୂପ ତଥା ପରସ୍ପରଠାରୁ ଅଭିନ୍ନ ଅଟନ୍ତି। ଅତଏବ ସେମାନେ ସମସ୍ତେ ଭଗବାନ ବା ପରମ ଦିବ୍ୟ ପୁରୁଷଙ୍କର ଅଭିବ୍ୟକ୍ତି ଅଟନ୍ତି। ଶିକ୍ଷା, ମୁଁ ଏହି ନଶ୍ୱର ଜଗତ ଏପରିକି ଅବିନଶ୍ୱର ଆତ୍ମାମାନଙ୍କର ମଧ୍ୟ ଅନୁଭବାତୀତ ଅଟେ। ତେଣୁ ବେଦ ଏବଂ ସ୍ମୃତି ଆଦିରେ ମୁଁ ପରମ ଦିବ୍ୟ ପୁରୁଷ ଭାବରେ ଖ୍ୟାତ। I am transcendental to the perishable world of matter and even to be imperishable soul. Hence, I am celebrated both in the Vedas and the Smritis as the Supreme Divine Personality. Hare Krishna.